दर्शक बंधु मु लकी आपण मानकु स्वागत करुच्ची बीआर मूवीज प्रस्तुत ओडिशार प्राचीन परंपरार ए ओडिया पाला आमर ये झरका कार्यक्रम। आज्ञा नमस्कार, मु गायिका नारायणी दास कहूँ। आज विषय वस्तु थिला राजा हरिश्चंद्र। पाला हूँ एक विदग्ध कला। ओडिशार भ्राम्यमान शिक्षा केन्द्र कहले अत्युक्ति हम ना। हरिश्चंद्र नाटकटी आपण पाखरे आलोचना करने जाऊँगी जे कि पुत्र को हर बापा माँ आज सर्वस्व त्याग कर अग्नि में झास देवाक जाऊा समय आज विधिपूर्वक देवता मानकर कूटचक्र बा देवता मानक माया थिलारु तथापि सत्य बल आज धर्म बल त्यागर मनोवृत्ति नहीं थिवारु पुनराय से सर्वस्व फेरी पाइला पर भी आज सर्वस्व त्याग करदे सारा जीवन तीर्थाश्रम व वानप्रस्थर कटेदेले जुग जुग को ये पुराण गीति कथा प्रचार प्रसार हो रही। राजा डाकिले ब्राह्मण वैश्य शूद्र ये चारि वर्णर कही व्यक्ति मते 500 स्वर्ण मुद्रा विनिमय मते किणी नियो किंतु मनरे अहंकार राजकीय भाव अछि। चारि वर्णर व्यक्ति कही आसिले नाही। समय अतिबाहित हो जाउछि। मुहूर्तक मध्य सूर्य डूबी जिवे 30 दिन पूर्ण होई छिवो। दक्षिणा देवा तो रही छिवो। सूर्य वंश रे आज कलंक लागिवो। एरु पाई हे गेले राजा डाकिले के कोठी छ हुआ पछ के चंडाल कुर्मी क्लिष्ट क्लेदो मालो हुआ पछ के चंडाल कुर्मी क्लिष्ट क्लेदो मालो नाही मनोरे विकार हे विकिंको राजा हरिश्चंद्र चतुर्दिग को चाहिदेले टाकीदेले कहले खुआ पछके चंडाल कुर्मी कृष्ण क्लेद माल नाही मनरे विकार हेबी नित्य किंकर केतेक सेतळे तुंडर खसी जाईची कथा कहि देइछुंती। आसी आसीला अधुरर जणे डाक देले कहले मु काहे रे को देखे स्वरूप काहे रे चित्कार करुछि। अदूरु चाहिदेले राजा हरिश्चंद्र विकटाल रूप धारण करी टली टली कही जणे आसुछि। हस्तरे धरिछि सुरा बोतल मनीष खपुरीटिए धरिछि। चूलारे रही तार शुकर मांस टिकिए खाउछि टिकिए पिउछि टल टल हेई चालुछि। आग को पदे जाउछि पुणी पछकु पद आसुछि। के की तोरा सोहाब बोली चित्कार करुछि। मोरा डाक देउछि ता गंध जेपरि भासी आसुछि 50 शबर गंध। नाक देई हौ नै राजा हरिश्चंद्र टिके चाहि देले से आसुछि कि परि ले कपाळ पत्रे आसब ढाळू थिला डब डब ढक ढक पिउथिला क्षण क्षण के ढक ढक पिउथिला क्षण क्षण करे ढक ढक पिउथिला क्षण क्षण के
ପଡୁଛି ଗୋଡ ଠାକୁ ଦିଠା ପଡୁଛି ଚିତ୍କାର କରି ଡାକୁଛି କହୁଛି କିଏ କିଏ ରେ ଦାସ କିଏ ରେ ଦାସ ମୁଁ କିଣିବି 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 କିଏ ରେ ଦାସ କିଏ ରେ ଦାସ କିଣିବି 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 ଟଙ୍କା ଯେତେ ନେବୁ ସେତେ ଗଣିବି 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 ଟଙ୍କା ଯେତେ ନେବୁ ସେତେ ଗଣିବି 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 ଆରେ କିଏ ରେ ଦାସ କିଏ ରେ ଦାସ କିଣିବି 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 କିଏ ରେ ଦାସ କିଏ ରେ ଦାସ କିଣିବି କିଣିବି ଚଣ୍ଡାଳ ଡାକିଲା କିଏ କିଏ ମୁଁ ହେଉଛି ରାଜା ହରିଶ୍ଚନ୍ଦ୍ର ଚୁପ୍ ରାଜା ଏ ଇଲାକାରେ ରାଜା ହଉଛି ମୁଁ ହାତ ଛୋଡି ଦେଲେ ହରିଶ୍ଚନ୍ଦ୍ର କହିଲେ ଆଜ୍ଞା ଆପଣଙ୍କର ଦାସ ଦରକାର ଦାସ ଆପଣଙ୍କର ଦାସ ଦରକାର ମୋର ଗୋଟିଏ ବୋଲି ଦାସ ଦରକାର ମତେ କିଣି ନିଅନ୍ତୁ ତୋତେ କିଣିନେବି ତୁଇ ନିକା କହୁଥିଲୁ ରାଜା ହରିଶ୍ଚନ୍ଦ୍ର ହାତ ଯୋଡି ଦେଲେ ଡାକିଲେ କହିଲେ ମତେ କିଣି ଦିଅ ମତେ କିଣି ଦିଅ ଗର୍ଜି ଉଠିଲା ଚଣ୍ଡାଳ କହିଲା ଏ ତୁ ଯଦି ମୋ ପାଖରେ ଚାକର ହେଇ ରହିବୁ ମୁଁ ଶ୍ମଶାନ ଜଗି ପାରିବୁ ଶ୍ମଶାନ ଶବ ଦାହ କରିପାରିବୁ ଶବ ପୋଡ଼ିବି ମଣିଷ ମାରି ପାରିବୁ ମଣିଷ ମାରିବା ପାଇଁ ପଡିବ କଉଡ଼ି ଆଣିବୁ ବିନା ମୂଲ୍ୟରେ ଶବ ଦାହ କରିବୁ ନା ରାତିରେ ଉଜାଗର ରହିପାରିବୁ ହାତ ଜଳିଦେଲା କହିଲା ବଢିବା ମୁଁ ସବୁ ପାରିବି କିନ୍ତୁ ପଇସା ଛାଡ଼ିବି ନାହିଁ ନା 500 ବଢିବା ମୁଁ ପଇସା ସେ କଉଡ଼ି ଛାଡ଼ିବି ନାହିଁ ବିନା କଉଡ଼ିରେ ଶବ ଦାହ କରିବି ନାହିଁ କିନ୍ତୁ ଆପଣଙ୍କର ଦାସ ହେଇ ରହିବି ସବୁ କାମ ପାରିବି କହିଲେ ହେ ଟୋକା ମୁଁ ଯୋଉ ସୁରା ପାନ କରୁଛି ତୁ ତାକୁ ପିଇ ପାରିବୁ ଶୁକର ମାଂସ ଦେଖୁଛୁ ତାକୁ ଖାଇପାରିବୁ କେତେ ନବୁ 500 ସ୍ୱର୍ଣ୍ଣ ମୁଦ୍ରା ମାତ୍ର 500 ସ୍ୱର୍ଣ୍ଣ ମୁଦ୍ରା 500 ସ୍ୱର୍ଣ୍ଣ ମୁଦ୍ରା ବିନିମୟରେ ଯାହା କହିବ 500 ସ୍ୱର୍ଣ୍ଣ ମୁଦ୍ରା ମାତ୍ର ନବୁ ତୋ ନାଁ କଣ ଟିକେ କହିଲୁ ମୋ ନାଁ ହରିଶ୍ଚନ୍ଦ୍ର ଖାଲି ହରିଆକୁ ରାଇଜ ନାହିଁ କହିଲା ହରିଶ୍ଚନ୍ଦ୍ର ଠିକ ହେଲା ଆଜି ଠାରୁ ଖାଲି ହରିଆ ହେଲେ 500 ସ୍ୱର୍ଣ୍ଣ ମୁଦ୍ରା 500 ସ୍ୱର୍ଣ୍ଣ ମୁଦ୍ରା ନେଇ ଗୁରୁଙ୍କୁ ଦକ୍ଷିଣା ଦେଇ ସେଦିନ ରାଜ୍ୟ ଛାଡି ଚାଲିଗଲେ ରାଜା ଯାଇ ବିଶ୍ୱାମିତ୍ର ପହଞ୍ଚି ଗଲେ ଅଯୋଧ୍ୟା ରାଜ୍ୟରେ ଚଣ୍ଡାଳ ସହିତ ଯାଇ ଶ୍ମଶାନ ରକ୍ଷକ ହୋଇ କାଳାତିପାତ କରୁଛି ହରିଶ୍ଚନ୍ଦ୍ର ଏଣେ ଘଟଣା କଣ ହେଇଛି ଇଏ ବ୍ରାହ୍ମଣ ଘରେ ରହିତେ ସଭ୍ୟା କଣ କରୁଛୁ ହେଲେ ଗୋଟିଏ ନ ସରୁ ଗୋଟିଏ ଫରମାସି କର ହାଇରେ ବଡ ତାଳକୁ ତିଳ କରୁଥାଇ ଆଶା ଗୁଣ ହଲାଇ ହାଇରେ ଉଠିଲା ଡାହାଣୀ ବ୍ରାହ୍ମଣୀ ଡାକିଲା ଲୋହେ ସଭ୍ୟା ଆଡକୁ ଆସେ ଗର୍ଜି ଉଠିଲା କହିଲା ଏ ସଭ୍ୟା ଦାଣ୍ଡ ଖଡକିଛୁ ଦୁଆର ନିପିଛୁ ଠାକୁର ଘର ସଫା କରିଛୁ ଗୁହାଳ ପୋଛିଛୁ ବାସନ ମାଜିଛୁ ଏତେ କାମ କରିନୁ କଣ କରିବୁ ଆଜି ହଉଛି ଜାଗର ଏତେ ବଡ ଦିନରେ କାର୍ଯ୍ୟ ତୁ କଦାପି କରିପାରିବୁନୁ ଯୋଡ଼ିଦେଲା କହିଲା ସଭ୍ୟା ମା ମୁଁ ସବୁ କରିବି ସମୟ ସ୍ୱଳ୍ପ ମତେ ସମୟ ଦେ ମା ମୁଁ ସବୁ କରିବି କିନ୍ତୁ ହାତ ଦୌଡ଼ି ଦେଇଛି କାନ୍ଦୁଛି ଗାଳି ଦଉଛି ବ୍ରାହ୍ମଣୀ ଅନତି ଦୂରରୁ ଲୁଚି ରହିଥିଲା ରୋହିତାଶ ଦେଖିଦେଲା କହିଲା ଏ ଡାକେ ବ୍ରାହ୍ମଣୀ ମୋ ମାକୁ ମାରିଦବ ବିଚାର କରୁଛି ରୋହିତାଶ କରିବି କଣ କହିଲା ଖଟି ଖଟି ସିରି ତୁଟିଲା ହାଡ଼ ପଡ଼ିଲା ରସିସିଆ ରୋହିତ କାନ୍ଦଇ ମଉନେ ମାରି କହିଲା ଖଟି ଖଟି ସିରି ତୁଟିଲା ହାଡର ପଡିଲା ରସି ମୋ ମା ଏ ଡାକିନି ବ୍ରାହ୍ମଣୀ ଆଜି ମୋ ମା କୁ ଛାଡିବ ନା ଦୌଡି ଗଲା ରୋହିତାଶ ଡାକିଲା ବସ ବହୁତ କାମ କଲେ କହିଲା ରୋହିତାଶ ଯାଇ ପହଞ୍ଚି ଗଲା କହିଲା ମା
ମାଲୋ ମୁଁ କାଲିଠୁ କିଛି ଖାଇନି ମତେ ବହୁତ ଭୋକ ଲାଗିଲାଣି ମତେ ଦିଟା କଣ ଖାଇବାକୁ ଦେ ଗର୍ଜି ଉଠିଲା ବ୍ରାହ୍ମଣୀ କହିଲା ଏ ଟୋକା କାଲିଠାରୁ ଅଗଷ୍ଟକୁ ଯାଇଥିଲୁ ଗୋରୁ ଚରେଇବା ପାଇଁ ଝିଆଳି ଗାଈଟା ମୋର କ୍ଷୀର ଦଉନି ଗୋପାଳ ପୁଅ ଆସିଥିଲା ଦୋହିବା ପାଇଁ କ୍ଷୀର ଟୋପେ ଦେଇନି ହେଲେ ତୁ କହୁଛୁ ତତେ ଜ୍ୱର ହେଇଛି କାଲିଠୁ କିଛି ଖାଇ ମତେ ଜ୍ୱର ଇଚ୍ଛା ରାତି ପାହିଲାଣି ଅଗଷ୍ଟକୁ ଯା ଗୋରୁ ଚରେଇ ମତେ ଭୋକ ଲାଗୁ ମନେ ଫେରିଲା ବେଳକୁ ଏଟା କେତକି ଫୁଲ ଆଣିଥିବୁ ଆଜି ହଉଛି ଜାଗର ରାତି ମୁଁ ଆଜି କାଶୀ ବିଶ୍ୱନାଥଙ୍କ ନିକଟକୁ ଯିବି ଏତିକି କହି ସେଦିନ ରୋହିତାଶ ଗାଈ ଦେଇ ଚାଲିଗଲା ମା ସଭ୍ୟା କାନ୍ଦୁଛି ପୁଅଟାକୁ କାଲିଠାରୁ ଜ୍ୱର ମୋ ପୁଅ କିଛି ଖାଇନି ମାର ମନ ପୁଅ ପାଖରେ ଅଛି ମା ବିଚାର କରୁଛି ଚାଲିଗଲା ଜ୍ୱର ଦେହରେ ମୋ ପୁଅଟି ସେ ରୋହିତାଶ ଗୋରୁ ଚରେଇବା ସମୟରେ ସମୟ ଅତିବାହିତ ହେଇଯାଇଛି ସେଦିନ ରୋହିତାଶ କହିଲା ଭାଇମାନେ ତମେ ଫେରି ଯାଅ ମୋ ମାକୁ କହିବ ଗାଈ ବାନ୍ଧିଦବ ମୁଁ ପଛରେ ମା କହିଛୁ ଦିଟା ଫୁଲ ନେଇଯିବ ଚାଲିଗଲା ସେଦିନ ଫୁଲ ତୋଳିବା ପାଇଁ ରୋହିତାଶ ସେଦିନ ଗାଧୁଳି ଲହଗନେ ନାଲି କୁସୁମ ତୋଳି ଚନ୍ଦ୍ରମୌଳିକେ ଅଙ୍ଗନେ ଦେବା ମନରେ ଭାରେ ବିଚାର କରୁଛି ରୋହିତାଶ ଯଦି ଚନ୍ଦ୍ରମୌଳିକୁ ମୋ ମା ଆଜି ଏ ଫୁଲ ଦେବ ଏ ଫୁଲ ପାଇଲେ ଆଜି ସନ୍ତୁଷ୍ଟ ହେଇ ବର ଦିଅନ୍ତି ଦେବଦେବ ମହାଦେବ ନ ଖାଇ ନ ପିଇ ଯିଏ ଆଜି ପ୍ରଭୁଙ୍କୁ ଡାକିଥାନ୍ତି ମୁଁ ବି କିଛି ଫୁଲ ଆଉ ଆଣିବି ମାଙ୍କ ପାଇଁ ଆଜି ନେଇଥିବା ଫୁଲରୁ କିଛି ମୋର ନେବି ଆଜି ପ୍ରଭୁଙ୍କୁ ଦେଇ ଆଜି ମୋର ମନବାଞ୍ଛା ପୂର୍ଣ୍ଣ ପାଇଁ ଆଜି ପ୍ରାର୍ଥନା କରିବି ଫୁଲ ତୋଳିବା ପାଇଁ କେତକୀ ବନକୁ ଚାଲି ଯାଇଛି ରୋହିତାଶ କେତକୀ ବନରେ ସଧାର ଘର ଅକସ୍ମାତେ ତାର ପୃଷ୍ଠରେ ପଡ଼ିଗଲା ଭୟର କେତକୀ ବନରେ ଫୁଲ ତୋଳୁଥିବା ସମୟରେ ଅଜାଣତରେ ଜାଣିପାରିଲେ ନାହିଁ ରୋହିତାଶ ଫୁଲ ତୋଳୁଥିବା ସମୟରେ ଅଜାଣତରେ ତାଙ୍କ ଏ ବିଷଧର ସର୍ପ ଉପରେ ପାଦ ପଡି ଯାଇଛି କହିଲା ଦଂଶନ କରନ୍ତେ ଛାରିଲା ଶିଶୁ ଶିରିଷ ତନୁ ମାଗ କାହିଁ ଅଛ ଘର ଫୁଲ ତୋଳୁଥିବା ସମୟରେ ଅଜାଣତରେ ଗୋଟେ ବିଷଧର ସର୍ପ କେତକୀ ବନରେ ଶୋଇଥିଲା ପୃଷ୍ଠରେ ଯେତେବେଳେ ପାଦ ପଡି ଯାଇଛି ସେ ଦର୍ଶନ କରିଦେଇଛି ଚିତ୍କାର କରି ଉଠିଲା ରୋହିତାଶ ଡାକିଲା ହେ ମା କୋଉଠି ଅଛୁ ମତେ ରକ୍ଷା କର ଦୌଡ଼ି ଗଲେ ପିଲାମାନେ ଦେଖିଲେ ତାର ପଦଂଶନରେ ରୋହିତାଶ ତା ମାକୁ ଖୋଜୁଛି ଦୌଡ଼ି ଗଲେ ମା ସଭ୍ୟାକୁ ଡାକିବା ପାଇଁ ରୋହିତାଶ ପାଖରେ ପହଞ୍ଚି ଯାଇଛନ୍ତି ମା କୋଳରେ ପୁଅକୁ ଧରିଛି ଡାକିଲା ଧନ ଆରେ ରୋହିତାଶ ମୋ ବାପା ତୁ ଅଗଷ୍ଟକୁ ଗୋରୁ ଚରେଇବା ପାଇଁ ଆସିଥିଲୁ ହେଲେ ତୋର ଏଇ ଅବସ୍ଥା କେମିତି ହେଲା ଧନ ରୋହିତାଶ ଶୋଇଛି ମା ସଭ୍ୟାର କୋଳରେ ପିଲା ଚାହିଁଦେଲା ମାର ମୁହଁକୁ କହିଲ ମା ତୋଳୁଥିଲେ ଫୁଲ ଜନନୀ
जाऊची माँ सभ्या अक्लार धन ए पारिबु तोर ये देह आज काहे की कोला पड़ी जाउची तोर देह कोन होईची तो काहे मिते होछु रोहित सो डाकला लो माँ केतकी वर्णरे मु फूल तोलुथिले मो जलांतर गुटे विषधर सर्प मते दर्शन कला के माँ ये जीवन रे हुए तो सहित मोर आउ केबे देखाई परिबो नै मु आज जानो छि तू आज ठार तो उनको शून्य होई गला ले माँ जल टपे दियो केउसा शेष अवस्था जल देवतल सुखी जाऊँ तो पाद तले ये विनती करुची माँ मुझे सबुदूर पाई तो पाखर दूरे जाई तू आ मो अभाव माँ कांदबू ना डाकिला माँ कहला बो तो चरण तलु नेउछि मेलाणी श्रद्धा करी मत पाई मोर कर्तव्य रक्षा करने मुझे रही पारि ना मत तो क्षमा करदे कही रही टली पड़ी सप्तार कोल समय के उठिला माँ सप्या डाकिला रही कुकुड़ा धरी माँ कांदुचे चली आसला ब्राह्मणी डाक छाला कहला इठी तू कौन करू सबदिन चली गला हाथ चढ़ेला सभ्या लो माँ कौन कहलु मो कोल आज ठार शून्य हो गला तो कोल शून्य हो गला आज ठारू रोहित को गोटे विषधर सर्प दंशन करिछि मो पुआ आसी मरे जाइछि माँ तो पुआ जी सबदिन तोते कुटिया कर चली गला उठला ब्राह्मणी कहला ए घर मारा हबो मिठा गौनी आकुठी नै मिठा गौनी कहला माँ 10 मास 10 दिन पुड़े धारण करते तुम्हें जाने तो पुआ को हरैले कौ मार अवस्था कौन होता है रात्रि आगमन निशा सुगर्जन करुच ब्राह्मण निजास ताड़ना पाई पुटे को कांधरे धरी से माँ सभ्या चली जाऊची शवदाह करने शमशान अभिमुखे को कांधरे धरी चलुची माँ सभ्या कांदुची कहला मु गोटे ये दुनिया रे होते किते भत भाकिनी माँ थिबे मो भली गोटे हथ भाकिनी माँ ये दुनिया रे कई नथिबे सब बाप माँ को शेष क्रिया पिला माने करिता गोटे ये भली हथ भाकिनी माँ जानना सम्मान स्वामी मोर अछंती काहे हथ भाकिनी माँ जे पुओ को नउची सबदाह करिवा पाई पुओ को आउसी दउची कांदरे पकैची माँ सब डाकुची कहला पोइला रे धन कलुहिनी मान मु पुणी तो क्रिया करिबे Yeah.
ମାସ ପୁଅଟିକୁ କାନରେ ଧରିଛନ୍ତି ଡାକିଲେ ଧନ ମୁଁ ଗୋଟେ ହାତ ଭାଗିନି ମା ଆଜି ମୋ ପୁଅର ଶବ ଦାହ କରିବା ପାଇଁ ଯାଉଛି ମା ପୁଅକୁ ବୁଝେଇ ବୁଝେଇ ଚାଲିଛି ଡାକି ଡାକି ଚାଲିଛି କାନ୍ଦି କାନ୍ଦି ଚାଲିଛି ପୁତ୍ର ହରା ମା ଆଜି ଚାଲିଛି ସଂସାର ଘାଟରେ କାନ୍ତେ ଚମକି ପଡିଲା ସଂସାର ରକ୍ଷକର ପଞ୍ଚ ପ୍ରାଣ ସ୍ଥିତ ହୋଇ ପଡିଲା ଚଣ୍ଡାଳ କହିଲା କିଏ କିଏ ଏତେ ଶବ ଦାହ କରିବା ପାଇଁ ଆସନ୍ତି ଏତେ ଲୋକଙ୍କର କାନ୍ଦଣା ମୁଁ ଶୁଣିଛି ଆତ୍ମୀୟ ଜନକୁ ଛାଡି ଯାଉଥିବା କାନ୍ଦଣା ମୁଁ ଶୁଣିଛି ହେଲେ ଏ ନିଷ୍ଠୁର ହୃଦୟ ତରଳି ନାହିଁ କି ପଞ୍ଚ ପ୍ରାଣ ଅସ୍ଥିର ହେଇନି ସିଏ କାହିଁକି କାନ୍ଦୁଛି ତାହାର କାନ୍ଦଣା ଶୁଣିଲା ପରେ ମୋର ପଞ୍ଚ ପ୍ରାଣ ଅସ୍ଥିର ହୋଇ ଉଠୁଛି ଡାକ ଦେଲା କହିଲା କିଏ ତୁ ଏତେ ରାତ୍ରରେ କାନ୍ଦୁଅଛୁ ନାରେ କିଏ ତୁ ଏତେ ରାତ୍ରରେ କାନ୍ଦୁଅଛୁ ନାରେ ଦେବି କି ମାନବି ମୋତେ କହ ସତ୍ୟ କରି ନାରୀ କାରଣେ କାନ୍ଦୁଅଛୁ ରାତ୍ରରେ କାନ୍ଦୁଛୁ ଦେବି କି ମାନବି ତ ପରିଚୟ କହ ଚଣ୍ଡାଳ ପାଖକୁ ଆସନା ଚଣ୍ଡାଳ ଚମକି ପଡିଲା ସଭ୍ୟା କହିଲା କିଏ ଥରେ କୁଶ୍ଚିତ କଦାକାର ରୂପକୁ ଦେଖିଲେ ମତେ ଭୟ ଲାଗୁଛି ମୋ ପୁଅ ଶୋଇ ପଡିଛି ତୋର ଏ ରୂପକୁ ଦେଖିଲେ ତ ରଣକି ଶୁଣିଲେ ମୋ ପୁଅ ଉଠିଯିବ ଚମକି ପଡିଲା କହିଲା କିଏ ମାହେ ଏଠି କିଛି ଆସିଥାଏ ସେ ଥରେ ଶୋଇ ଆସିଥାଏ ସେ କେବେ ଉଠେ ନା ଆପଣମାନଙ୍କୁ ନିବେଦନ କରୁଛି ଏ ବିଷୟବସ୍ତୁ ଯଦି ଭଲ ଲାଗିଥାଏ ଆପଣମାନେ ମୋର ଏଇ କଣ୍ଟାକ୍ଟ ନମ୍ବରରେ କଣ୍ଟାକ୍ଟ କରିବେ ମୋ କଣ୍ଟାକ୍ଟ ନମ୍ବରଟି ହେଲା 9938182378 दर्शक बंधु आम कार्यक्रमटी आपको केमिति लगिला यार मतामत दिंतु लाइक करंतु शेयर करंतु आज्ञा हाँ सब्सक्राइब करने को भूलिए नहीं। रोची नमस्कार।